ଲଙ୍ଗଳ ପାକନ ଘାଟିରେ ଟ୍ରକ୍ ଦୁର୍ଘଟଣା, 2 ଗୁରୁତର। 3 ଘଣ୍ଟା ପରିଶ୍ରମ ପରେ ଗାଡ଼ି ତଳେ ଚାପି ହୋଇଥିବା ଡ୍ରାଇଭର ଜୀବିତ ଉଦ୍ଧାର। ଲଙ୍ଗଳ ପାକନ ଘାଟିରେ ଘଟିଲା ଅଘଟଣ। ଲୁହା ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ। ଗାଡ଼ି ତଳେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ 3 ଘଣ୍ଟା କାଳ ପରିଶ୍ରମ ପରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ହେଲ୍ପରଙ୍କୁ ଗୋବିନ୍ଦପାଲି ମେଡିକାଲକୁ ପଠାଯାଇଛି। ଘଟଣାଟି ଘଟିଛି 326 ନମ୍ବର ଜାତୀୟ ରାଜପଥ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଲଙ୍ଗଳ ପାକନ ଘାଟିରେ। ଲୁହା ବୋଝେଇ ଟ୍ରକ୍ଟି ରାଇଘରଠାରୁ ତାମିଲନାଡୁ ଅଭିମୁଖେ ଯାଉଥିଲା। ଆଜି ସକାଳେ ଲଙ୍ଗଳ ପାକନ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ବୈପାରୀଗୁଡ଼ା ଏବଂ ଜୟପୁର ଅଗ୍ନିଶମ ବାହିନୀ ପହଞ୍ଚି ଜେସିବି ମେସିନ୍ ଏବଂ କଟର ସାହାଯ୍ୟରେ ଗାଡ଼ି କାଟି ତଳେ ଫସି ରହିଥିବା ଡ୍ରାଇଭରକୁ ଉଦ୍ଧାର କରାଯାଇଛି। 3 ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସ୍ଥାନୀୟ ପୋଲିସ ଏବଂ ବିଏସ୍ଏଫ୍ କର୍ମୀ ସହଯୋଗ କରିଥିଲେ। ଲଙ୍ଗଳ ପାକନ ଘାଟିରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏନ୍ଏଚ୍ର ରାସ୍ତା କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ, ବିଶ୍ୱବିଜୟୀ ନ୍ୟୁଜ୍ ଓଡ଼ିଶା।